ବାର୍ଷିକ ରାଶିଫଳରେ କୁମ୍ଭ ରାଶିର କ'ଣ ସ୍ଥିତି ରହିଛି? 2026 ଅଗଷ୍ଟ ମାସଠାରୁ ଆଉ ଡିସେମ୍ବର ମାସ ପର୍ଯ୍ୟନ୍ତ କ'ଣ ରହିବ କୁମ୍ଭ ରାଶିରେ? ତ ଜୀବନରେ ବହୁତ କିଛି ଘଟିବାର ଅଛି, ବିରାଟ ପରିବର୍ତ୍ତନ ମଧ୍ୟ ଆସିବାର ଅଛି କୁମ୍ଭ ରାଶିରେ। କୁମ୍ଭ ରାଶିରେ ଅନେକ ବର୍ଷ ପରେ ବହୁତ କିଛି ବଦଳିବାକୁ ଯାଉଛି ଆପଣମାନଙ୍କ ଜୀବନରେ। ଯେଉଁମାନେ କୁମ୍ଭ ରାଶିର ବ୍ୟକ୍ତିବିଶେଷ ମାନେ ଭିଡ଼ିଓଟିକୁ ନିହାତି ଭାବେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଭିଡ଼ିଓଟିକୁ ଜାଣିବାକୁ ପାଇବେ କିଛି। ତ ଦର୍ଶକ ବନ୍ଧୁ, ଯଦି ଆପଣମାନେ କୁମ୍ଭ ରାଶି ହେଇଥାନ୍ତି ତାହେଲେ ଆପଣଙ୍କ ପାଇଁ ବହୁତ ଖୁସିର ଦିନ ଆଉ ବହୁତ ମାନେ ଆପଣଙ୍କ ପାଇଁକା ବହୁତ ଲକି ସାବ୍ୟସ୍ତ ହେବ ଅଗଷ୍ଟ ମାସଠାରୁ ଡିସେମ୍ବର ମାସ ପର୍ଯ୍ୟନ୍ତ। ଯଦି ଆପଣ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ନିହାତି ଭାବେ ସବସ୍କ୍ରାଇବ୍ କରିନିଅନ୍ତୁ। ତ ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ରାଶିଫଳ କୁମ୍ଭ ରାଶି। କୁମ୍ଭ ରାଶି 2026ରେ କ'ଣ ସବୁ ଘଟିବାକୁ ଯାଉଛି? ବିଶେଷ କରି ଆପଣଙ୍କ ଜୀବନଶୈଳୀ ବହୁତ କିଛି ବଦଳିବାକୁ ଯାଉଛି। ଆପଣଙ୍କ ବାଣୀ, ଆପଣଙ୍କ କଥାବାର୍ତ୍ତା ସାହାଯ୍ୟରେ ଆପଣ ଅନେକ କିଛି ହାସଲ କରିବାକୁ ମଧ୍ୟ ଯାଉଛନ୍ତି। ଯଦି ଆପଣ ବିଦେଶରେ ରହୁଛନ୍ତି, ବିଦେଶରେ କିଛି ବ୍ୟବସାୟ କରୁଛନ୍ତି, ତାହା ଆପଣଙ୍କ ପାଇଁ ଲକ୍ଷ୍ୟ ସାବ୍ୟସ୍ତ ହେବ। ବିଦେଶରେ ବହୁତ କିଛି ପୁଞ୍ଜି ନିବେଶ କରିପାରିବେ ଆପଣ। ଯଦି ଆପଣ କୌଣସି ଜମି ଜମା ବେପାର କରୁଛନ୍ତି, ତାହା ବି ଆପଣଙ୍କ ପାଇଁ ବହୁତ କିଛି ଲାଭଦାୟକ ହେବ। କିନ୍ତୁ ବହୁତ କିଛି ବଦଳାଇବା ସହିତ ଆପଣ କିଛି ଜୀବନରେ କିଛି ଏମିତି କିଛି ଜିନିଷ ଆସୁଛି ଯାହା ପାଇଁକି ଆପଣ ଅସୁବିଧାର ମଧ୍ୟ ସମ୍ମୁଖୀନ ହୋଇପାରନ୍ତି। ତ କ'ଣ ସେଇଟା? ଦେଖନ୍ତୁ ଦର୍ଶକ, ଯଦି ଆପଣଙ୍କ କଥାବାର୍ତ୍ତା ଯଦି ଶୈଳୀ ଠିକ୍ ରହିଲା ତାହେଲେ ଠିକ୍ ଠାକ୍ ଆପଣ ବହୁତ ଜଲ୍ଦି କୁମ୍ଭ ରାଶି ମାନେ ଶାନ୍ତ ସଦାବେଳେ, କିନ୍ତୁ ଯେତେବେଳେ ରାଗନ୍ତି ସେ କାହାରି ନୁହନ୍ତି। ଆପଣଙ୍କ ରାଗକୁ ସଦାବେଳେ କଣ୍ଟ୍ରୋଲ କରନ୍ତୁ। ଆପଣଙ୍କ କଥା, ଆପଣଙ୍କ ବାଣୀକି ବହୁତ ମାତ୍ରାରେ କଣ୍ଟ୍ରୋଲ କରି କଥା ହୁଅନ୍ତୁ। ଆପଣଙ୍କ କଥାବାର୍ତ୍ତାରେ ହିଁ ଅନ୍ୟ ଜଣଙ୍କୁ ଆଟ୍ରାକ୍ଟିଭ୍ କରିପାରିବେ, ଅନ୍ୟ ଜଣଙ୍କୁ ଆକର୍ଷିତ କରିପାରିବେ। ଏହି ଶକ୍ତି, ଏହି ସାହାଯ୍ୟ ଦ୍ୱାରା ଆପଣ ସବୁକିଛି ହାସଲ ମଧ୍ୟ କରିପାରନ୍ତି। କୁମ୍ଭ ରାଶିରେ ଅନେକ ବର୍ଷ ପରେ ମହାଦେବଙ୍କ ଆଶୀର୍ବାଦ ମଧ୍ୟ ପଡ଼ୁଛି, କାରଣ କୁମ୍ଭ ରାଶିରେ ମହାଦେବ ଓ ଶନିଦେବଙ୍କ ଆଶୀର୍ବାଦ ଦ୍ୱାରା ଆପଣଙ୍କ ରାଶିଟି ବହୁତ ମଙ୍ଗଳ ହେବ। ଯଦି ଆପଣଙ୍କୁ ଆମ ଭିଡ଼ିଓଟି ବହୁତ ଭଲ ଲାଗିଥାଏ ତାହେଲେ ନିହାତି ଭାବେ କମେଣ୍ଟ, ଲାଇକ୍, ସେୟାର କରିବେ ଆଉ ସବସ୍କ୍ରାଇବ୍ ଭୁଲିବେ ନାହିଁ। ରହିଲି, ଜୟ ଜଗନ୍ନାଥ।